ନମସ୍କାର। ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ଦିବସ। 2014 ମାର୍ଚ୍ଚ 11 ତାରିଖରେ ଏହି ଦିବସଟିକୁ କରାଯାଇଥିଲା, ଯାହା ଫଳରେ କି ଓଡ଼ିଆ ଭାଷାଟିକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ଏବଂ ସେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ନେଇ ଅନେକ ସ୍ୱପ୍ନ ଦେଖାଯାଇଥିଲା। ତେବେ ଆଜି 2026 ଚଉଦ 12 ବର୍ଷ ବିତିଗଲାଣି। ତେବେ ଏଇ ଯୋଉ 12 ବର୍ଷର ବନବାସ ଭିତରେ ଆମେ ଓଡ଼ିଆ ଭାଷାର ସେଇ ଶାସ୍ତ୍ରୀୟ ମାନ୍ୟତାକୁ ନେଇ ଲାଭ ପାଇଛେ ନା ଲାଭ ପାଇନାହିଁ? ଯଦି ଲାଭ ପାଇଛେ କେତେ ଦୂର ଲାଭ ପାଇଛେ, ଯଦି ପାଇନାହିଁ କଣ ପାଇଁ ପାଇନାହିଁ? এই ସମସ୍ତ କଥାକୁ ଆମେ ଆଲୋଚନା କରିବା ପାଇଁ ଆମ ପାଖରେ କଳିଙ୍ଗ ଇତିହାସ ଯୋଉ ଗୋଟେ ବର୍ତ୍ତମାନ ଚାଲିଛି, ଓଡ଼ିଆ ଭାଷାକୁ କିପରି ଭାବରେ ଗ୍ଲୋବାଲ ପ୍ଲାଟଫର୍ମରେ ସମଗ୍ର ବିଶ୍ୱରେ କିପରି ଭାବରେ ତାର ଗବେଷଣା ଚାଲିଛି ଏବଂ ପ୍ରୟୋଗ ଚାଲିଛି, ତା ଉପରେ ଅନେକ ତଥ୍ୟ ଉପସ୍ଥାପିତ ହେଇଛି ଏଇ କଳିଙ୍ଗ ଚ୍ୟାନେଲରେ, ଯୋଉ ୟୁଟ୍ୟୁବର ଚ୍ୟାନେଲରେ। ଆଉ ତାର ପ୍ରବର୍ତ୍ତକ, ତାର ଫାଉଣ୍ଡର ଇଞ୍ଜିନିୟର ସୁନୀଲ ବିଶ୍ୱାଳ, ସେ ଆମ ସହିତ ରହିଛନ୍ତି। ତେବେ ସେ କଣ ଭାବୁଛନ୍ତି ଏଇ ସଂକ୍ରାନ୍ତରେ, ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ଅବସରରେ ଓଡ଼ିଆ ଭାଷାର ସ୍ଥିତିକୁ ନେଇ ଏବଂ ତାର ଯୋଉ ପ୍ରୟୋଗକୁ ନେଇ? ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ। ଆମେ ଜାଣିବାକୁ ଚାହିଁବୁ ଯେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ এই ଅବସରରେ ଆମେ କେତେ ଦୂର ଖୁସି? ନମସ୍କାର ରେଡିଓ କୋରାପୁଟର ସମସ୍ତ ଦର୍ଶକ ବା ଶ୍ରୋତା ମାନଙ୍କୁ। ସୁଖର ବିଷୟ ଆଜି ହେଉଛି ଆମର ଶାସ୍ତ୍ରୀୟ ଭାଷା ଦିବସ ଏବଂ ଓଡ଼ିଶା ହେଉଛି ଗୋଟେ ଭାରତର ଶାସ୍ତ୍ରୀୟ ଭାଷା। ଯଦିଓ ଆମେ ସମସ୍ତେ ଜାଣିଛନ୍ତି ଓଡ଼ିଆ ଭାଷା କେମିତି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା, ତଥାପି ଯେହେତୁ ଆଜି ଆମେ ଶାସ୍ତ୍ରୀୟ ଭାଷା ବିଷୟରେ ଆଲୋଚନା କରୁଛୁ ଏବଂ ସଦାବେଳେ ଆମେ କିଛି ନୂଆ ଶ୍ରୋତାଙ୍କୁ ଆମେ ଭେଟିବା ନିଶ୍ଚିତ ଭାବରେ, ତେବେ ମୁଁ ଶାସ୍ତ୍ରୀୟ ଭାଷା ବିଷୟରେ ଟିକେ ସ୍ୱଳ୍ପ ସମୟ ଭିତରେ ଆଲୋଚନା କରିବା ପାଇଁ ମୁଁ ଆଗ୍ରହୀ ହେବି। ପ୍ରଥମ କଥା ହେଉଛି ଯେ ଭାରତର ପ୍ରଥମେ ଯେଉଁ 6ଟି, ଏଇ ଯେଉଁ 2025 ଯେଉଁ ନୂଆକରି ଯେଉଁ ଭାଷା ଗୁଡ଼ିକ ଶାସ୍ତ୍ରୀୟ ମାନ୍ୟତା ପାଇଲା, ତା ପୂର୍ବରୁ ଯେଉଁ 6ଟି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା, ତାକୁ ଯଦି ଆମେ ଭାରତକୁ ଉତ୍ତର ଭାଗ ଆଉ ଦକ୍ଷିଣ ଭାଗରେ ଯଦି ବିଭକ୍ତ କରିବା, ତାହେଲେ ଦକ୍ଷିଣ ଭାରତର 4ଟି ଯେଉଁ ପ୍ରଦେଶ ଅଛି, କର୍ଣ୍ଣାଟକ, କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ, ତାର ଯେଉଁ କଥିତ ଭାଷା ତେଲୁଗୁ, ତାମିଲ, ମାଲୟାଲମ ଆଉ କନ୍ନଡ଼, ଏଗୁଡ଼ିକ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲା। ଏବଂ ଏଇ ଯେଉଁ ଉତ୍ତରାର୍ଦ୍ଧରେ, ଉତ୍ତର ଭାରତରେ କେବଳ 2ଟି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା। সেটা হচ্ছে, প্রথমটা হচ্ছে সংস্কৃত এবং দ্বিতীয়টি একমাত্র ଓଡ଼ିଆ। ପ୍ରଥମେ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ପାଇଁ ଯେଉଁ ସର୍ତ୍ତାବଳୀ ରଖାଯାଇଥିଲା, ସେଥିରେ କୌଣସି କାଣ୍ଟ ଛାଣ୍ଟ ନ କରିକି, କୌଣସି ପ୍ରକାର ଡାଇଲ୍ୟୁସନ ନ କରୁଣୁ ଏଇ 6ଟି ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲା। 4ଟି ସର୍ତ୍ତ ସେଥିରେ ଥିଲା। ପ୍ରଥମ ସର୍ତ୍ତ ହେଉଛି ଯେ ଭାଷା 1500-2000 ବର୍ଷ ପ୍ରାଚୀନ ହୋଇଥିବ। ଦ୍ୱିତୀୟ ସର୍ତ୍ତ ହେଉଛି ଯେ ସେଇ ଭାଷାର ନିଜସ୍ୱ ସାହିତ୍ୟ ଥିବ, ସାହିତ୍ୟ, କାବ୍ୟ ଏସବୁ ରଚନା ସବୁ ଥିବ। ତୃତୀୟ ହେଉଛି ଯାହା ସାହିତ୍ୟ ଆଉ ଇଏ ସବୁ ଥିବ, ସେଟା ଅନ୍ୟ କାହାଠୁ କପି ନକଲ କରାହେଇନଥିବ, ଏଟା ନିଜସ୍ୱ ହେଇଥିବ, ମୌଳିକ ରଚନା ହେଇଥିବ। ଏବଂ ଚତୁର୍ଥ ସର୍ତ୍ତ ଥିଲା ଯେ ଭାଷାର ଯେଉଁ ପ୍ରାଚୀନତମ ଯେଉଁ ସଂସ୍କରଣ ଏବଂ ଆଜିର ଯେଉଁ କଥିତ ସଂସ୍କରଣ, ତା ଭିତରେ ଯଦି କୌଣସି ପ୍ରଭେଦ ଥାଇପାରେ, ତାହେଲେ ସେଟାକୁ ଆମେ ଗ୍ରହଣ କରିବା ଏବଂ ଇଟ୍ ଇଜ ଆକ୍ସେପ୍ଟେବୁଲ। ତ ଏଇ ଯେଉଁ 4ଟା କଠିନ ସର୍ତ୍ତକୁ ପୂରଣ କରିକି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା। ଆମ ଭିତରୁ ଅନେକ ହୁଏତ ଜାଣିନଥିବେ ଯେ ସାରା ଭାରତରେ ଯେତେ ପ୍ରାଚୀନ ଗ୍ରନ୍ଥ, ଏଇ ଯେଉଁ ପୋଥିର ସଂଗ୍ରହରେ ସବୁଠାରୁ ଅଧିକା ହେଉଛି ସଂସ୍କୃତ ଏବଂ ଦ୍ୱିତୀୟ ସେକେଣ୍ଡ ହାଇଏଷ୍ଟ କଲେକ୍ସନ ଅଫ୍ ପୋଥି ସେଟା ହେଉଛି ଓଡ଼ିଶା ଭାଷା। ଏବଂ ଆଉ ଗୋଟେ ବଡ଼ କଥା ହେଉଛି ଯେ ସେ ଯେଉଁ ପ୍ରଥମ ଯେଉଁ ସଂସ୍କୃତ ଭାଷାର ଯେତେ ସବୁଠୁ ହାଇଏଷ୍ଟ କଲେକ୍ସନ ଅଫ୍ ପୋଥି, ସେଥିରୁ ପୁଣି ଗୁଡ଼ାଏ ହେଉଛି ଓଡ଼ିଶାରେ ଲିଖିତ, ମାନେ ଓଡ଼ିଶାର ଲେଖକମାନଙ୍କ ଦ୍ୱାରା ଲିଖିତ ସଂସ୍କୃତ ପୋଥି। ତେଣୁ ପ୍ରାଚୀନ କାଳରୁ ଓଡ଼ିଶାରେ ସାହିତ୍ୟ ରଚନା ଏବଂ ତତ୍ ସମ୍ପର୍କିତ ଆଲୋଚନାର ଗୋଟେ ବ୍ୟାପକ ଗୋଟେ ଆଧାର ଭୂମି ଥିଲା ଗୋଟେ।
ସୁଖର ବିଷୟ 2014 ମସିହାରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଲା। ଯେତେବେଳେ ଗୋଟେ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଏ, ସରକାର ସେଇ ଭାଷାର ପ୍ରଚାର ଏବଂ ପ୍ରସାର ପାଇଁ କିଛି ବ୍ୟବସ୍ଥା କରିଥାନ୍ତି ଏବଂ ସେଥିପାଇଁ ଆର୍ଥିକ ସହଯୋଗର ବି ବ୍ୟବସ୍ଥା ରହିଥାଏ। କିନ୍ତୁ ଦୁଃଖର ବିଷୟ ସରି ଦୁଃଖର ବିଷୟ ସେଇ କାର୍ଯ୍ୟଟି ଓଡ଼ିଶାରେ ବିଶେଷ ରୂପେ ଅଗ୍ରଗତି କରିପାରି ନାହିଁ। ଏବଂ ମୁଁ ଏଇ କଳିଙ୍ଗ ଇତିହାସର ଯୋଉ କାମରେ ମୁଁ ଯେତେବେଳେ ସଂଶ୍ଳିଷ୍ଟ ମାନେ ଯେତେବେଳେ ଆରମ୍ଭ କଲି, ମୁଁ ସେତେବେଳେ ମୁଁ ଜାଣିବା ପାଇଁ ପାଇଲି ଯେ ଓଡ଼ିଶା ବାହାରେ ମାନେ ଭାରତ ବାହାରେ ଏଭଳି କମ୍ୟୁନିଟି ଅଛି ଯୋଉଠିକି ଏପର୍ଯ୍ୟନ୍ତ ଓଡ଼ିଆ ଭାଷା ବଞ୍ଚି ରହିଛି। ଏବଂ ଦୁଃଖର ବିଷୟ ଯେ ଆମେ ସେଇମାନଙ୍କୁ ଟୋଟାଲି ଏନଗେଜମେଣ୍ଟ କରିବା ପାଇଁ ଭୁଲି ଯାଇଛୁ। ସେମାନଙ୍କ ବିଷୟରେ ଜାଣିବା ପରେ ମଧ୍ୟ ସରକାରୀ ସ୍ତରରେ ସେମାନଙ୍କ ସହିତ ମାନେ ଯା- ମାନେ ଆମେ ତାଙ୍କୁ ସଂଶ୍ଳିଷ୍ଟ କରିବା ପାଇଁ ଓଡ଼ିଶା ବା ଓଡ଼ିଆ ଭାଷା ସମ୍ପର୍କିତ ମୁଖ୍ୟ ସ୍ରୋତ ଉଦ୍ୟମରେ ସାମିଲ କରିବା ପାଇଁ ଆମ ତରଫରୁ କୌଣସି ପ୍ରକାର ଉଦ୍ୟମ ହୋଇନାହିଁ। ଆପଣ ମୁଁ ଯାଇଥିଲେ ମାଲେସିଆ ହେରିକା ଯାଇଥିଲେ? ହଁ, ଏବଂ କଳିଙ୍ଗ ଇତିହାସ ତରଫରୁ ସେଇ ମାଲେସିଆରେ ଥିବା ଓଡ଼ିଆମାନଙ୍କ ପାଇଁ ଗଲା 1.5 ବର୍ଷ ଧରି ଆମେ ଓଡ଼ିଆ ଶିଖିବାର ଆୟୋଜନ କରିଛୁ। ଏବଂ ଏଥିପାଇଁ ମୁଁ ଧନ୍ୟବାଦ ଦେବି କଳିଙ୍ଗ ଇତିହାସର ଜଣେ ସ୍ୱେଚ୍ଛାସେବୀ ପ୍ରଫେସର କମଳା କୁମାରୀ ଦାସ। ତାଙ୍କ ଉଦ୍ୟମରେ ମାଲେସିଆରେ ଅନେକ ଓଡ଼ିଆ ମାନେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସେମାନେ ଆଗରୁ କହୁଥିଲେ ଓଡ଼ିଆରେ, ଏବେ କିନ୍ତୁ ଲେଖି ପଢ଼ି ପାରୁଛନ୍ତି ଓଡ଼ିଆରେ। ଏବଂ ଅଳ୍ପ ଦିନ ତଳେ ତାଙ୍କର ଆମେ ଗୋଟେ ପରୀକ୍ଷା କରିଥିଲୁ। ପରୀକ୍ଷାରେ ଥିଲା ଯେ ତମେ ଲେଖିବ ଯେ ମୁଁ ଓଡ଼ିଆ ଆଉ ରସଗୋଲା ଓଡ଼ିଶାର। ଏବଂ ପ୍ରାୟ ସମସ୍ତେ ପାସ୍ ହେଲେ ସେ ପରୀକ୍ଷାରେ, ସମସ୍ତେ ଲେଖିପାରିଲେ ମୁଁ ଓଡ଼ିଆ ରସଗୋଲା ଓଡ଼ିଶାର, ଏତିକି ସେମାନେ ଲେଖିପାରିଲେ। ତେଣୁ ଏଇଟା ଗୋଟେ ବହୁତ ବଡ଼ କଥା। ମାଲେସିଆ ପରିପ୍ରେକ୍ଷୀରେ ଯଦି ଆମେ ଓଡ଼ିଆ ଭାଷାକୁ ଦେଖିବା, ମୁଁ ଜାଣିକି ଆଶ୍ଚର୍ଯ୍ୟ ହୁଏ ଯେ ଯେମିତି ଓଡ଼ିଶାରେ ଓଡ଼ିଆ ପଢ଼ିବା ପାଇଁ ଗୋଟେ ବ୍ୟବସ୍ଥା ରହିଛି, ଅ, ବିଶେଷ ନହେଲେ ବି କିଛି ତ ପ୍ରୋତ୍ସାହନ ରହିଛି। ମାନେ ଅନ୍ତତଃ ପକ୍ଷେ ପ୍ୟାରେଣ୍ଟସ୍ ମାନେ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା ହେଉଛନ୍ତି, ଓଡ଼ିଆ ପଢ଼ଉଛନ୍ତି। ଓଡ଼ିଆ ନ ପଢ଼ିଲେ ଓଡ଼ିଶା ସରକାରୀ ଚାକିରି ମିଳୁନାହିଁ। କିନ୍ତୁ ମାଲେସିଆରେ 150 ବର୍ଷ ତଳେ ଯୋଉ ଓଡ଼ିଆ ମାନେ ଯାଇଥିଲେ, ଯାହାଙ୍କ ସହିତ ଆଜି ଆମର କୌଣସି ସମ୍ପର୍କ ନାହିଁ, ସେମାନଙ୍କୁ କିଏ କହିଲା ଯେ ତମେ ଓଡ଼ିଆ ଭାଷାଟାକୁ ବଞ୍ଚେଇ ରଖ ବୋଲି? ସେମାନେ ଓଡ଼ିଆ ଭାଷାଟାକୁ ଏମିତି ବଞ୍ଚେଇ ରଖିଛନ୍ତି ଯେ ସେମାନଙ୍କ ସ୍କୁଲରେ ସେମାନେ ଯାଇକି ଝଗଡ଼ା କରୁଛନ୍ତି ଯେ ତମେ କାହିଁ ମୋ ପିଲାକୁ ମନା କଲ ଘରେ ଓଡ଼ିଆରେ କଥା ହେବା ପାଇଁ। ତ ଏଇଭଳିଆ ମୋ ପାଖରେ ସେ ଯୋଉ ହଁ, ମାଲେସିଆରେ ସାକ୍ଷାତକାର। ଆସିଲା ପରେ କହୁଥିଲେ ସେମାନେ ଯୋଉ ଭାଷା ତାକୁ ବ୍ୟବହାର କରୁଛନ୍ତି, ଯୋଉ ଶବ୍ଦ ଗୁଡିକ ବ୍ୟବହାର କରୁଛନ୍ତି, ତା ଆଉ ବ୍ୟବହାର ମଧ୍ୟ ନାହିଁ ବର୍ତ୍ତମାନ। ହଁ, ଏବଂ ଯେମିତି ଆମେ ମାର୍କେଟରୁ ପରିବା କିଣିକି ଆଣିକି ଫ୍ରିଜରେ ରଖିଦେଲେ ଅନେକ ଦିନ ସତେଜ ରହୁଛି, ସେମିତି ମାଲେସିଆରେ ଯୋଉ ଓଡ଼ିଆ ଭାଷାଟାକୁ ବି ଆପଣ ଗୋଟେ ଫ୍ରିଜରେ ରଖିଦେଲା ଭଳିଆ 150 ବର୍ଷ ତଳେ ଗଞ୍ଜାମର ମାନେ ଗ୍ରାମ୍ୟ ସଂସ୍କୃତିରେ ଶ୍ରମିକ ଶ୍ରେଣୀର ଲୋକମାନେ ଯୋଉଭଳି ଭାଷାରେ କଥାବାର୍ତ୍ତା ହଉଥିଲେ, ଯଦି ଆପଣ ଆଜି ବି ସେଟା ଦେଖିବା ପାଇଁ ଚାହାନ୍ତି, ଶୁଣିବା ପାଇଁ ଚାହାନ୍ତି, ତାହେଲେ ଯିବା ପାଇଁ ପଡ଼ିବ ମାଲେସିଆକୁ। ଇତିମଧ୍ୟରେ ଆମ ଭାଷାରେ ଅନେକ ପରିବର୍ତ୍ତନ ହେଇଯାଇଛି। ଆମ ଭାଷାରେ ଗୁଡ଼ାଏ ଇଂଲିଶ ଶବ୍ଦ ପଶି ଯାଉଛି, କିନ୍ତୁ ସେମାନେ ଯେତେବେଳେ ଓଡ଼ିଆ କହୁଛନ୍ତି ସମ୍ପୂର୍ଣ୍ଣ ରୂପେ ନିରୋଳା ଓଡ଼ିଆରେ ସେମାନେ କଥାବାର୍ତ୍ତା ହଉଛନ୍ତି, କୌଣସି ଅପମିଶ୍ରିତ ଭାଷା ନୁହେଁ। ଗୋଟେ ଛୋଟ ଉଦାହରଣ ମୁଁ ଦେବି। ଆମେ ସମସ୍ତେ ଠିଆ ହେଇଥିଲୁ ଗୋଟେ ଜାଗାରେ, ଜଣେ ଆସିକି ଆମକୁ ଡାକିଲେ ଯେ ଆସନ୍ତୁ ସେଇଠି ଠିଆ ହେବା ଆଉ ଛାପା କାଢ଼ିବା। ମୁଁ କହିଲି ଛାପା କାଢ଼ିବାର ମାନେ କ'ଣ? ସେଠୁ ମୁଁ ପରେ ବୁଝିଲି ସିଏ ଡାକୁଛନ୍ତି ଯେ ଆସନ୍ତୁ ଆମେ ଫଟୋ ଉଠେଇବା ବୋଲି। ତ ଏଇଭଳି ଅନେକ କଥା ସେମାନେ ଯେତେବେଳେ କଥାବାର୍ତ୍ତା ହେଉଛନ୍ତି ସମ୍ପୂର୍ଣ୍ଣ ପିଓର ଓଡ଼ିଆରେ। ଆଜି ବି ସେମାନେ କମଳ ଲୋଚନ ଚୌତିସା, ମାନେ ଜଗନ୍ନାଥ ଜଣାଣ, ସାବିତ୍ର ସତ୍ୟବାନ ଉପାଖ୍ୟାନ, ମହୁରିଆ, ଗଞ୍ଜାମ ଜିଲ୍ଲାର ଗୋଟେ କ'ଣ ମହୁରିଆ ଗୀତ ଅଛି ଗୋଟେ, ସେ ମହୁରିଆ ଗୀତ ସେ ସବୁକୁ ସେମାନେ ପ୍ରାଣ ଭରି ସେମାନେ ବୋଲୁଛନ୍ତି ଏବଂ ଉପଭୋଗ କରୁଛନ୍ତି। ସେମାନଙ୍କର ଓଡ଼ିଆ ଭାଷା ପ୍ରତି ଦେଖିଲେ ମୁଁ ନିଜେ ଅବାକ୍ ହେଇଯାଉଛି। ଏନିୱେ, ଦକ୍ଷିଣ ଓଡ଼ିଶାର ମାଲେସିଆରେ ଯେମିତି ଓଡ଼ିଆ ଭାଷା ଅଛି, ସେମିତି ଅଛି ଆମର ବର୍ମାରେ। କିଛି ମାତ୍ରାରେ ଭାଷା ଏପର୍ଯ୍ୟନ୍ତ ବଞ୍ଚି ରହିଛି ଇଣ୍ଡୋନେସିଆରେ। କିନ୍ତୁ ଭାରତ ପୃଥିବୀର ଅନ୍ୟ ସ୍ଥାନରେ ଯେମିତି ମରିସସ୍ ହେଲା, ଓଡ଼ିଆ ଅଛନ୍ତି, ଓଡ଼ିଆ କହୁନାହାନ୍ତି। ଫିଜିରେ ଓଡ଼ିଆ ଅଛନ୍ତି, ଓଡ଼ିଆ କହୁନାହାନ୍ତି। ଏମିତି ବହୁତ ଜାଗାରେ ଓଡ଼ିଆ ଅଛନ୍ତି, ଓଡ଼ିଆ କହୁନାହାନ୍ତି। କିନ୍ତୁ ଯଦି ଆମେ ଆମ ଭାଷାକୁ ସମୃଦ୍ଧ କରିବା ପାଇଁ ଚାହିଁବା, ବିଶ୍ୱ ପ୍ରସାରୀ କରିବା ପାଇଁ ଚାହିଁବା, ତାହେଲେ ଯଥାଶୀଘ୍ର ଏଇ ଯୋଉ ଦୂର ଦୂରାନ୍ତର ଯୋଉ ବିଦେଶୀ ଭୂଇଁରେ ଯୋଉ ସବୁ ଓଡ଼ିଆ ଅଛନ୍ତି ସେମାନଙ୍କ ସହିତ ଆମକୁ ଏନଗେଜ କରିବା ପାଇଁ ପଡ଼ିବ। ତାଙ୍କ ଭିତରେ ଓଡ଼ିଆ ଭାଷା ଯୋଉ ସେମାନେ ନିଜେ ବଞ୍ଚେଇ ରଖିଛନ୍ତି ତାକୁ ଆମେ ଆଉ ଟିକେ ସହଯୋଗର ହାତ ବଢ଼େଇଲେ
ସେଠି ଆମ ଭାଷା ଆଉ ପ୍ରସ୍ଫୁଟିତ ଆଉ ପଲ୍ଲବିତ ହବ। ଏଇଟା ହଉଛି ଗୋଟେ ବିଦେଶ ଭୂମିର କଥା। ତାପରେ ରହିଲା ଆମ ଓଡ଼ିଶା ଭିତରେ। ଆମ ଓଡ଼ିଶା ଭିତରେ ଅ, ଦେଖନ୍ତୁ, ଏମିତି ଗୋଟେ ଚିତ୍ର ମିଳିବ ଯୋଉଥିରେ କି ଆମ ପାଇଁ ସେଟା ନିରାଶାଜନକ, କିନ୍ତୁ ଏମିତି ବି ଚିତ୍ର ମିଳିବ ଯୋଉଟା ପାଇଁ ଆମେ ଆଶାବାଦୀ ହେଇପାରିବା। ପ୍ରଥମ କଥା ହଉଛି ପ୍ରକାଶନ କ୍ଷେତ୍ର। ଆଗରୁ ଯଦି ଆମେ ଲେଖିବା ପାଇଁ ଚାହିଁବା ଯେ ବାଞ୍ଛା ନିଧି ପଞ୍ଝାଏ ବାଞ୍ଝ ଗାଈଙ୍କୁ ନେଇ ବିଞ୍ଝାରପୁର ହାଟକୁ ବିକିବା ପାଇଁ ଗଲା। ଆଜିର ତାରିଖରେ ଆମ ଭିତରେ ଗୁଡ଼ାଏ ଶିକ୍ଷିତ ଲୋକ, ମୁଁ ଭାବୁଛି ବୋଧେ 100ରୁ 99 ଜଣ ଫେଲ ମାରିବେ, ଲେଖିପାରିବେନି। ବାଞ୍ଛା ନିଧି ପଞ୍ଝାଏ ବାଞ୍ଝ ଗାଈଙ୍କୁ ନେଇ ବିଞ୍ଝାରପୁର ହାଟ ବିକ୍ରି କରିବା ପାଇଁ ଗଲା। 100ରୁ 99 ଫେଲ ହେଇଯିବେ। ଏବଂ ଆକୁ ଯେତେବେଳେ ଆମେ ଯେତେବେଳେ ଆକୁ ପ୍ରକାଶ ଉପଯୋଗୀ ବହିରେ ଛପେଇବା ପାଇଁ ଚାହିଁବା, ଆଗରୁ ଯୋଉ ସବୁ ଯେତେବେଳେ ସିସାର ଅକ୍ଷର ଖଞ୍ଜିବା ପାଇଁ ସେଥିରେ ଯୁକ୍ତାକ୍ଷର ଲେଖିବାଟା ବହୁତ କଷ୍ଟ ହଉଥିଲା। ତେଣୁ ଭାଷା ମାନେ ପ୍ରକାଶ, କୌଣସି ବହି ପ୍ରକାଶ କରିବା ପାଇଁ ସେଟା ଗୋଟେ ଆମ ପାଇଁ ଗୋଟେ ଲିମିଟେସନ ଥିଲା। କିନ୍ତୁ ଏବେ ଇନଫର୍ମେସନ ଟେକ୍ନୋଲୋଜିର ଜମାନା, ଆମ ପାଇଁ ଏମିତି ଟୁଲ୍ସ ଇଣ୍ଟରନେଟରେ ଆଭେଲେବୁଲ ଯିଏକି ଏସବୁ ଜିନିଷ ଯୁକ୍ତାକ୍ଷର ଲେଖିବା ଆଉ ପଢିବା ଆଉ ଛପେଇବା ପାଇଁ ବହୁତ ସହଜ କରିଦେଇଛି, ସରଳ କରିଦେଇଛି। ତେଣୁ ଆମେ ଚାହିଁଲେ ଭାଷାକୁ ଆହୁରି ବ୍ୟାପକ ଭାବେ ଆମେ ପ୍ରଚାର ପ୍ରସାର କରିପାରିବା। ଯେମିତି ଓଡ଼ିଆ ଅଭିଧାନ, ପୂର୍ଣ୍ଣଚନ୍ଦ୍ର ଭାଷା କୋଷ ବର୍ତ୍ତମାନ ଇଣ୍ଟରନେଟରେ ଆଭେଲେବୁଲ। ରିକନସିଲିଏସନ ଗୋଟେ ଇଂଲିଶ ଶବ୍ଦ, ତାର ଓଡ଼ିଆ କଣ ହବ ମନେ ପଡୁନି, ମୁଁ ଗୋଟେ ଏକ୍ଜାମ୍ପଲ କହୁଛି। ଆମେ ତୁରନ୍ତ ଯାଇପାରିବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଏବଂ ତାର ଇଏ ପାଇବା, ମାନେ ପାଇବା ଆଉ ପ୍ରତିଶବ୍ଦ ପାଇବା। ହେଲା, ଯେତେ ପ୍ରକାର ଆମେ ବ୍ୟାକରଣଗତ ଯେତେ ପ୍ରକାର ସବୁ ଆମେ ସବୁ ପ୍ରକାର ପାଇବା। ତେଣୁ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ଆମ ପାଖରେ ଅ, ଯୋଉ ଯନ୍ତ୍ରପାତି ଅଛି ବା ଜ୍ଞାନ ଅଛି, କିନ୍ତୁ ଇଚ୍ଛା ଶକ୍ତିର ଅଭାବ ରହିଛି। ବହି ପଢିବା, ବହି ଲେଖିବା ଏବଂ ପରସ୍ପର ଭିତରେ ଭାଷାର ବ୍ୟବହାର କରିବା, ଅ, ଏସବୁ ନିହାତି ହବା ଦରକାର। ତେଣୁ ବିଶେଷ ଭାବରେ ମୁଁ ଆମେ ଆଶା ଦେଖୁଛେ ଯେ କରୁଛି। ପତ୍ର ପତ୍ରିକାର ସଂଖ୍ୟା ମଧ୍ୟ ଧୀରେ ଧୀରେ କମିଗଲାଣି। ଏବଂ କେବଳ ଶାରଦୀୟ ବିଶେଷାଙ୍କରେ ଆମେ ଦେଖୁଛେ ଯେ ଅନେକ ପତ୍ରିକା ପ୍ରକାଶିତ ହଉଛି, ହଁ, କିନ୍ତୁ ବାକି ଅଲଗା ମାସରେ ଗୋଟିଏ ବର୍ଷା ଦିଟା ନୁହେଁ ବନ୍ୟା। ପତ୍ରିକା ଛାଡ଼ିଦେଲେ ଆଉ ହଁ, ଆମେ ଷ୍ଟାଣ୍ଡରେ ମଧ୍ୟ ଦେଖିପାରୁନାହିଁ। ତେଣୁ ବୋଧହୁଏ ପାଠକ ସଂଖ୍ୟା ମଧ୍ୟ କମି ଯାଇଥିବାରୁ ସେମାନେ ସେଇ ଛୋଟ ଏକ୍ଜାମ୍ପଲ, କୋରାପୁଟରେ ଆଗରୁ ବହି ଦୋକାନ କେତେଟା ଥିଲା? ବହି ଦୋକାନ। ଆଜି ତାରିଖରେ ଆଜି ତାରିଖରେ ମୁଁ ଦେବା ପାଇଁ ଗୋଟେ କୌଣସି ଗୋଟେ ଅକେଜନରେ ମୁଁ ଉପହାର ଦେବା ପାଇଁ ଗୋଟେ ବହିଟେ ଖୋଜିବି, 6 ମାନେ 8 ଗୁଣ୍ଠ ବହିଟା ମୁଁ ଖୋଜିବି କିଣିବା ପାଇଁ, ଜଣେ ସାଙ୍ଗକୁ ଉପହାର ଦେବା ପାଇଁ। ଏ ଜିଲ୍ଲା ଭିତରେ ମିଳିବ ନାହିଁ। ଯଦି ଯଦି କେହି ଭାବୁଥାଏ ଯେ ଭୁବନେଶ୍ୱର ସ୍ଥିତି ଆଉ ଟିକେ ଭଲ, ଦୁଃଖର ବିଷୟ ଭୁବନେଶ୍ୱର ମଧ୍ୟ ସ୍ଥିତି ଭଲ ନୁହେଁ। ସେଇଥିରେ ହାତ ଗଣତି 2-3ଟି ଦୋକାନ ଅଛି। ତ ସବୁଠି ଏଇଭଳିଆ ଗୋଟେ ଅବକ୍ଷୟ ଗୋଟେ ହେଇଚାଲିଛି। ଗୋଟେ ଏଇଟା ଭାରି ଉଦ୍ବେଗର କଥା ଏଇଟା ଗୋଟେ। ତେଣୁ ସବୁ ବର୍ତ୍ତମାନ ଅବକ୍ଷୟର ଯୋଉ ସ୍ଥିତି, କ୍ଲାଇମେଟ ଚେଞ୍ଜ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନର ଆରମ୍ଭ କରି ଏଇ ଯୋଉ ଭାଷାର ମଧ୍ୟ ସଙ୍କଟ ବର୍ତ୍ତମାନ ଦେଖାଯାଇଛି। ଏଇ ସବୁ ସଙ୍କଟ ସ୍ଥିତି ମଧ୍ୟରେ ଆମର ନିଜକୁ ଆମେ ପ୍ରସ୍ତୁତ କରିବାକୁ ପଡ଼ିବ। ଏବଂ ଏଇ ଯୋଉ ସଂଗ୍ରାମ ଚାଲିଛି, ବିଭିନ୍ନ କ୍ଷେତ୍ରରେ ସଂଗ୍ରାମ ଚାଲିଛି, ନିଆରା ସଂଗ୍ରାମ ଚାଲିଛି। କଳିଙ୍ଗ ଇତିହାସ ଗ୍ରୁପ ଦ୍ୱାରା ବହୁତ ସୁନ୍ଦର ଭାବରେ ଆଲୋଚନା ଗୁଡ଼ିକ କରୁଛନ୍ତି। ଏଇଭଳି ଭାବରେ ଅନେକ ଆଲୋଚନା ହେବା ଦରକାର, କଥା ହେବା ଦରକାର, ମଞ୍ଚ ଗୁଡ଼ିକ ଆହୁରି ସକ୍ରିୟ ହେବା ଦରକାର। ଯୋଉମାନେ କି କେବଳ ରାସ୍ତା ଉପରେ ଆସି ପାଟି କଲେ ହବ ନାହିଁ, ତାକୁ ନେଇ ବୌଦ୍ଧିକ ବିଚାର କରିବା ଦରକାର, ପାଠ ପଢିବା ଦରକାର। ଏବଂ ଯୋଉ ପାଠାଗାର ଗୁଡ଼ିକ ଅଛି, ସେ ପାଠାଗାର ଗୁଡ଼ିକରେ ଯୋଉ ବହି ଗୁଡ଼ିକ ଅଛି, ସେ ବହି ଗୁଡ଼ିକ ମଧ୍ୟ ଡାକୁଛନ୍ତି ଆପଣମାନଙ୍କୁ ଯେ ଆସନ୍ତୁ ଆମେ ସମସ୍ତେ ପଢିବା, ଆମକୁ ପଢନ୍ତୁ। ଆମେ ଆଶା କରୁଛୁ ଯେ ଆଚ୍ଛା, ନାଇଁ, ଭବିଷ୍ୟତ। ଆମେ କଥା ଶେଷ କରିବା ପୂର୍ବରୁ ମୁଁ ଏଇଠି ଯୋଉମାନେ ଆମ ଏଇ ଯୋଉ ଆଲୋଚନାକୁ ଶୁଣିବେ ସେମାନଙ୍କ ପାଇଁ ଗୋଟେ ଛୋଟ କଥାରେ କହିବା ପାଇଁ ଚାହୁଁଛି। ଓଡ଼ିଆ ଭାଷାର ଭାଷାର ଗୋଟେ ଇଏ ଥାଏ, ଗୋଟେ ଆଧାର ଥାଏ। ଓଡ଼ିଆ ବା ପ୍ରାୟ ସବୁ ଭାଷା ହଉଛି ଧ୍ୱନି ଭିତ୍ତିକ ଭାଷା। ମାନେ ଆମେ ଯାହା କହୁ ତାହା ଲେଖୁ, ଯାହା ଲେଖୁ ତାହା ପଢୁ। କେମିତି ଏମିତି ଅନେକ ଭାଷା ଅଛି ପୃଥିବୀରେ, ସେମାନେ ଯାହା କୁହନ୍ତି ତାହା ଲେଖନ୍ତି ନାହିଁ, ଯାହା ଲେଖନ୍ତି ତାହା ପଢନ୍ତି ନାହିଁ। ଓଡ଼ିଆ ଭାଷା କିନ୍ତୁ ସେଥିରୁ ନିଆରା। ପୁଣି ଆଉ ଗୋଟେ ଓଡ଼ିଆ ଭାଷାର ଆଉ ଗୋଟେ ସ୍ୱାତନ୍ତ୍ର୍ୟ ହଉଛି ଯେ ଏଥିରେ କର୍ତ୍ତା ଆଉ କ୍ରିୟା ଯଦି ପଦର ଏପଟ ସେପଟ କରିଦେବା, ମାନେ ସେଣ୍ଟେନ୍ସ ଯୋଉଟା ହଉଛି ବାକ୍ୟ, ତାର ମାନେ ଅପରିବର୍ତ୍ତିତ ରହିବ। କେମିତି, ମୁଁ ଗୋଟେ ଏକ୍ଜାମ୍ପଲ ଦେଇକି ବୁଝେଇବି। ରାମ ଭାତ ଖାଉଛି। ରାମ ହେଲା କର୍ତ୍ତା, ଖାଉଛି ହଉଛି କ୍ରିୟା। ତ ଆମେ ସ୍ଥାନ ଗୁଡା ବଦଳେଇ ଦେବା। ଭାତ ଖାଉଛି ରାମ ମାନେ ସମାନ, ଖାଉଛି ଭାତ ରାମ ମାନେ ସମାନ। ଯେତେ ଆମେ ବଦଳେଇଲେ ବି ମାନେ କିନ୍ତୁ ସମାନ ରହିବ। କିନ୍ତୁ ଇଂରେଜୀରେ ସେମିତି ନୁହେଁ।
Ramo is eating Ramo is Ramo is eating rice. Rice is eating Ramo. Grammatical error ହେଇଗଲା। Eating Ramo is rice error ନୁହେଁ କି? ତ ଏଇଟା ଆମ ଭାଷାର ଆଉ ଗୋଟେ ବିଶିଷ୍ଟତା। ତେଣୁ ଆମର ତାକୁ ଭାଷା ବି ମଧ୍ୟ ଜାଣିବା। ଏଇ ଯୋଉ ଓଡ଼ିଆ ଭାଷାଟି ମଧ୍ୟ କିଛି ଲିମିଟେସନ୍ସ ଭିତରେ ଦେଇ ଗତି କରୁଛି, କାରଣ ଏ ଯୋଉ ବିବିଧତା ରହିଛି ଓଡ଼ିଶା ମାଟିରେ, ଯୋଉ ଭାଷାର ସବୁ ଭାଷା ବିବିଧତା ରହିଛି, ପାଇଁ ସବୁ ସେପଟେ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଭାଷା, କୋରାପୁଟ ଅଞ୍ଚଳରେ ଯୋଉ ଆଦିବାସୀ ଭାଷା, ଏଗୁଡିକ ସବୁରେ ଯୋଉ ଶବ୍ଦ ଗୁଡିକ ରହିଛି, ତାକୁ ଓଡ଼ିଆ ଭାଷାକୋଷକୁ ଯଦି ନ ଅଣାଯିବ, ତେବେ ନିଶ୍ଚିତ ଭାବରେ ତାହା ନାଇଁ କେବଳ ଏକ ପ୍ରାନ୍ତର ଭାଷା ଭାଷା ହେଇକି କୋଷରେ ଅଛି। ଶାନ୍ତାକାର ଭାଇ ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି, ଭାଷାଟା ଗୋଟେ କନଷ୍ଟାଣ୍ଟ ନୁହେଁ, ଭାଷାଟା ଗୋଟେ ନଦୀ ଭଳିଆ। ନଦୀ ଯେମିତି କନଷ୍ଟାଣ୍ଟଲି ଫ୍ଲୋ କରିଥାଏ, ଭାଷା ବି ସେମିତି କନଷ୍ଟାଣ୍ଟଲି ଫ୍ଲୋ କରୁଛି। କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯେବେ ଲେଖା ହେଇଥିଲା ସେ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ଏମିତି କୌଣସି ଓଡ଼ିଆ ଶବ୍ଦ ପାଇବେନି, ସମ୍ବଲପୁର ହଉ ବ୍ରହ୍ମପୁର ହଉ, ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନାହିଁ। ଆମର ଜଣେ ବ୍ରିଟିଶ ସମୟରେ ଜଣେ ଲୋକ ବହି ଲେଖିଲେ, ଓଡ଼ିଶା ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା, ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ। ତାଙ୍କ ନାଁ ହେଉଛି କାନ୍ତିଚନ୍ଦ୍ର। ମୁଁ ଭାବୁଛି ଏବେ ଜଣେ ବହି ଲେଖିବ ଯେ କୌଶଳୀ ଓଡ଼ିଆ ଭାଷା ନୁହେଁ, ୟାର ଲେଖକଙ୍କ ନାଁ ହେବ ଭ୍ରାନ୍ତିଚନ୍ଦ୍ର। ଏଇଟା ଗୋଟେ ଭୁଲ କଥା ଗୋଟେ, ଯେ ସମ୍ବଲପୁରୀ ଭାଷା ଓଡ଼ିଆ ନୁହେଁ। ଓଡ଼ିଶାର ଗୋଟେ ଶୈଳୀ। ମାନକ ଓଡ଼ିଆ ବୋଲି ଯୋଉଟା ଆମେ କହୁଛୁ, ସେଟା କୌଣସି ଅଞ୍ଚଳରୁ ନୁହେଁ। କଟକର ଓଡ଼ିଆ ଯୋଉ ଭାଷା ଯଦି ଆପଣ ଶୁଣିବେ, ଆପଣ ଲାଗିବ ଅଖାଡ ଲାଗିବ। ମୋ ନିଜ ଅଞ୍ଚଳ ଯାଜପୁର, ଯାଜପୁର ଭାଷା ଯଦି ଶୁଣିବେ ଆପଣଙ୍କୁ ହସ ଲାଗିବ। ତେଣୁ ସବୁଥର ଭାଷାରେ କିଛି ନା କିଛି ଶୈଳୀଗତ ଭିନ୍ନତା ରହିଛି। ଆମେ ଯେତେବେଳେ ପରସ୍ପର ସହିତ କଥାବାର୍ତ୍ତା ହଉଛୁ, ଯୋଉ ଓଡ଼ିଆ ଆମେ ବ୍ୟବହାର କରୁଛୁ, ଯେମିତି ଆମେ ଏବେ କଥାବାର୍ତ୍ତା ହଉଛନ୍ତି, ସେଇଟା ହଉଛି ମାନକ ଓଡ଼ିଆ। ୟା ଉପରେ ସମସ୍ତଙ୍କର ଅଧିକାର ଅଛି। ସମ୍ବଲପୁରିଆଙ୍କର ଯେତିକି ଅଧିକାର, ବ୍ରହ୍ମପୁରିଆଙ୍କର ସେତିକି ଅଧିକାର, କଟିକିଆଙ୍କର ବି ସେତିକି ଅଧିକାର। କୋରାପୁଟ ମାନକ ଓଡ଼ିଆ ସମସ୍ତଙ୍କର। କୋରାପୁଟର ମଧ୍ୟ ସେତିକି ଅଧିକାର ଅଛି। କୋରାପୁଟର ମଧ୍ୟ ସେତିକି ଅଧିକାର। ମାନେ ମୁଁ ତାମାନେ କହିପାରୁନି, ମାନେ ସମସ୍ତଙ୍କର। ଢେଙ୍କାନାଳିଆ, ପୁରିଆ, ଯେତେ 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 ଧନ୍ୟବାଦ ସୁନୀଲ ଭାଇ, ଆଜିର ଏଇ ବିଶେଷ ଦିବସରେ ଆପଣଙ୍କ ସହିତ ବିଶେଷ ଭାବରେ କଥାବାର୍ତ୍ତା ଆମେ କରିଛେ ଓଡ଼ିଆ ଭାଷା ଉପରେ, ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ଉପରେ, ଏବଂ ଏହାର ଯୋଉ ବ୍ୟାପକ ସ୍ଥିତି ରହିଛି ବିଶ୍ୱରେ, ଏବଂ କିପରି ଭାବରେ ତାର ସାଧନା କରୁଛନ୍ତି ଏଇ ମାଟିର ଦୂରରେ ରହି ମାଲେସିଆରେ, ତାଙ୍କ ପ୍ରତି ଆମେ ପୁଣି ଥରେ କୃତଜ୍ଞତା ଜଣାଇବା। ଏବଂ ଆମେ ଆଶା କରିବା ଯେ ଆମର ଯୋଉ ପିଢ଼ି ବର୍ତ୍ତମାନ ପାଠ ପଢୁଛନ୍ତି କିମ୍ବା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ ଏକ ଦିଗବାରିଣୀ ସାଜିବ ଏଇ ଯୋଉ ପ୍ରୟାସ ଗୁଡ଼ିକ। ସମସ୍ତ ରେଡିଓ କୋରାପୁଟର ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ, ସୁନୀଲ ଭାଇଙ୍କ ପାଖରେ କୃତଜ୍ଞତା ଜଣାଇ ରହୁଛୁ। ତେବେ ପୁଣି ଥରେ ଆଉ ଏକ ଏପିସୋଡରେ ଦେଖା ହବ। ସେତିକି ପର୍ଯ୍ୟନ୍ତ ରେଡିଓ କୋରାପୁଟ ପାଇଁ ସିଏସ୍ ସାନ୍ତାଗାର, ନମସ୍କାର। ନମସ୍କାର।